ଓଡ଼ିଶା ଆଜି 30 ଏପ୍ରିଲ ବୁଧବାର 2025। ଆସନ୍ତୁ ଜାଣିବା ସକାଳର ମୁଖ୍ୟ ଖବର ସତ୍ୟପାଠ ଚ୍ୟାନେଲରେ। ସତ୍ୟପାଠ ଚ୍ୟାନେଲ। ପହଲଗ୍ରାମ ଆକ୍ରମଣର ଜବାବ ଦେବାକୁ ସେନାକୁ ମିଳିଲା ପିଏମଙ୍କ ଫ୍ରି ହ୍ୟାଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଥିବା ବେଳେ ପାକିସ୍ତାନକୁ ଜବାବ ଦେବାକୁ ଏହି ବୈଠକରେ ଭାରତର ତିନି ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ସେନା ଆକ୍ରମଣର ଟାର୍ଗେଟ ଓ ସମୟ ସ୍ଥିର କରିବ ବୋଲି ସୂଚନା ମିଳିଛି। ସୂତ୍ର ଅନୁସାରେ ପିଏମ ମୋଦି ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ୍ ଜେନେରାଲ ଅନିଲ ଚୌହାନ ଓ ତିନି ସେନାର ମୁଖ୍ୟ ଯୋଗ। ରାହାଣେ ଶ୍ରେୟସ ଆୟର ଓ ସୂର୍ଯ୍ୟ କୁମାରଙ୍କୁ ମିଳିଲା ଆଇକନ ଖେଳାଳି ମାନ୍ୟତା। ମୁମ୍ବାଇ କ୍ରିକେଟ ଆସୋସିଏସନ ଟି-20 ମୁମ୍ବାଇ ଲିଗ୍ 2025 ପାଇଁ ଆଇକନ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ଭାରତୀୟ ଟିମ୍ର ଟି-20 ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, କ୍ରିକେଟର ଅଜିଙ୍କ୍ୟ ରାହାଣେ ଏବଂ ଶ୍ରେୟସ ଆୟରଙ୍କୁ ସମେତ 8 ଜଣ ଭାରତୀୟ ଖେଳାଳିଙ୍କ ନାମ ରହିଛି। 6 ବର୍ଷ ପରେ ଟି-20 ମୁମ୍ବାଇ ଲିଗ୍ ପୁଣି ଥରେ ହେବାକୁ ଯାଉଛି। ଏହାର ତୃତୀୟ ସିଜିନ୍ ମେ 26ରୁ ଜୁନ୍ 8 ତାରିଖ ପର୍ଯ୍ୟନ୍ତ ୱାଙ୍ଗଖେଡେ ଷ୍ଟାଡିୟମରେ ଅନୁଷ୍ଠିତ। ହିମାଚଳକୁ ହେଉଥିଲା କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ। ଫୁଲବାଣୀରୁ ହିମାଚଳ ପ୍ରଦେଶକୁ ଯାଉଥିଲା ଏହି ଚାଲାଣ। ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି କମିଶନରେଟ୍ ପୋଲିସ। ଆନୁମାନିକ 1 କୋଟି ଟଙ୍କାର 5 କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହା ଫୁଲବାଣୀରୁ ହିମାଚଳ ପ୍ରଦେଶକୁ ଚାଲାଣ ହେଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି। ଖଣ୍ଡଗିରିରୁ ଏହି ଗଞ୍ଜେଇକୁ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଘଟଣାରେ କେଉଁମାନେ ସମ୍ପୃକ୍ତ ଓ ଫୁଲବାଣୀରେ କେଉଁ ସ୍ଥାନରୁ କିଏ ଗଞ୍ଜେଇ ଦେଇଥିଲା ସେ ନେଇ ତନାଘନା ଚାଲିଛି। ସଚେତ ମୋବାଇଲ ଆପ୍ ଲଞ୍ଚ, ଡାଉନଲୋଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ। ସଚେତ ମୋବାଇଲ ଆପ୍ ଲଞ୍ଚ ଡାଉନଲୋଡ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏନଡିଏମଏ ଦ୍ୱାରା ଲଞ୍ଚ ହୋଇଥିବା ସଚେତ ମୋବାଇଲ ଆପକୁ ସୁରକ୍ଷା କବଚ କହିବା ସହିତ ଦେଶବାସୀଙ୍କ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି। ଏହି ଆପ୍ ସମେତ 12ଟି ଭାଷାରେ କୌଣସି ବିପର୍ଯ୍ୟୟ ପୂର୍ବରୁ ଆଗୁଆ ସତର୍କ ସୂଚନା ଦେବ। ଏହା ସହ ଆଇଏମଡିର ଦୈନିକ ରିପୋର୍ଟ ଓ ପୂର୍ବାନୁମାନ ସୂଚନା ବି ପ୍ରଦାନ କରିବ। ଆଣ୍ଡ୍ରଏଡ୍ ୟୁଜର ଗୁଗୁଲ ପ୍ଲେ ଷ୍ଟୋର ଓ ଆଇଫୋନ ୟୁଜର ଆପଲ ପ୍ଲେ ଷ୍ଟୋରରୁ ଆପକୁ ଡାଉନଲୋଡ କରିପାରିବେ। ତୁମ ମା'ଙ୍କୁ ଆତଙ୍କୀ ହତ୍ୟା କରିବା ଘଟଣା ଭୁଲିଗଲ କି ବୋଲି ପାକ୍ ନେତା ବିଲାୱଲଙ୍କୁ ପ୍ରଶ୍ନ କରିଛନ୍ତି ଏଆଇଏମ୍ ଅଧ୍ୟକ୍ଷ ଓୱେସି। ପହଲଗାମ ହମଲାରେ ପାକିସ୍ତାନ ନେତା ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ରକ୍ତ ବହିବ ମନ୍ତବ୍ୟକୁ ନେଇ ଏଆଇଏମ୍ଆଇଏମ୍ ସାଂସଦ ଅସାଦୁଦ୍ଦିନ ଓୱେସି କଡ଼ା ଭାଷାରେ ନିନ୍ଦା କରିଛନ୍ତି। ମହାରାଷ୍ଟ୍ରର ଏକ ଭାଷା ସଭାରେ ଓୱେସି କହିଛନ୍ତି, ପିଲାଳିଆମି କଥା କୁହନ୍ତୁ ନାହିଁ। ସେଦିନ କ'ଣ ଭୁଲିଗଲ ଯେବେ ତୁମ ମା'ଙ୍କୁ ତାଙ୍କ ଘରୋଇ ଆତଙ୍କବାଦୀମାନେ ହତ୍ୟା କରିଥିଲେ? ଏଥିସହ ସେ କ'ଣ କହୁଛନ୍ତି ନିଜେ ଜାଣିପାରୁନାହାନ୍ତି ବୋଲି ଭୁଟ୍ଟୋଙ୍କୁ ପ୍ରଶ୍ନ କରିଛନ୍ତି ଓୱେସି। ପହଲଗାମ ଆତଙ୍କୀଙ୍କୁ ଯୋଦ୍ଧା କହିଲା ବିବିସି, ନୋଟିସ ପଠାଇଲେ ଭାରତ ସରକାର। ପହଲଗାମ ଆତଙ୍କୀକୁ ଯୋଦ୍ଧା ବୋଲି ଦର୍ଶାଇବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବିସିକୁ ନୋଟିସ ଜାରି କରାଯାଇଛି। ଭାରତର ବିବିସି ମୁଖ୍ୟଙ୍କୁ ଚିଠି ଲେଖାଯିବା ସହ ବୈଦେଶିକ ମନ୍ତ୍ରଣାଳୟ ବିବିସି ରିପୋର୍ଟିଂ ଉପରେ ନଜର ରଖିଥିବା କେନ୍ଦ୍ର ସରକାର କହିଛନ୍ତି। ଏଥିସହ ଏହା କେଉଁ ଧରଣର ରିପୋର୍ଟିଂ ବୋଲି କେନ୍ଦ୍ର ସରକାର ଜବାବ ମାଗିଛନ୍ତି। ଫେକ୍ ନ୍ୟୁଜ୍ ପ୍ରସାରଣ ଉପରେ ରୋକ ଲଗାଇବାକୁ ଯାଇ ଆଜି ଭାରତ ପାକିସ୍ତାନର 17 ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛି। ଆମେ ଯୁଦ୍ଧ ଚାହୁଁନାହୁଁ କହିଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ। ଭାରତକୁ ପୂର୍ବରୁ ପରମାଣୁ ଆକ୍ରମଣର ଧମକ ଦେଉଥିବା ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଏବେ ସ୍ୱର ବଦଳାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତରୁ ପରମାଣୁ ଆକ୍ରମଣ ଧମକ ଦେଇଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏବେ କହୁଛନ୍ତି ଯେ ଆମେ ଭାରତ ସହିତ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନାହୁଁ। ଏହା ସହିତ ସେ କହିଛନ୍ତି ଯେ ଭାରତ ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି ଓ ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ବିଶ୍ୱ ବ୍ୟାଙ୍କ ସହିତ ଯୋଗାଯୋଗ କରିବ। ସୂଚନା ଥାଉ କି ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କଲା ଭାରତ। ତାଲିକା ପ୍ରକାଶିତ। 16ଟି ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରିଛି ଭାରତ। ପହଲଗାମରେ ଆତଙ୍କବାଦୀ ହମଲା ପରେ ଭାରତ କୂଟନୈତିକ ସ୍ତରରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ଏବେ ପାକିସ୍ତାନର 16ଟି ୟୁଟ୍ୟୁବ ଚ୍ୟାନେଲକୁ ଭାରତରେ ବ୍ୟାନ୍ କରାଯାଇଛି। ଏଥିରେ ଡନ୍ ନ୍ୟୁଜ୍ ଓ ଜିଓ ନ୍ୟୁଜ୍ ଓ ସାମନା ଟିଭିର ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଅନ୍ତର୍ଭୁକ୍ତ ରହିଛି। ଏଗୁଡ଼ିକ ଉତ୍ତେଜକ ଓ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାର କରିବା ସହିତ ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଟାର୍ଗେଟ କରି ମିଥ୍ୟା ଖବର ପ୍ରସାରଣ କରୁଥିବା ଭାରତ ଏପରି ପଦକ୍ଷେପ ନେଇଛି। ପାକିସ୍ତାନକୁ କେଉଁ ଔଷଧ ପଠାଉଛି ଭାରତ? ରିପୋର୍ଟ ମାଗିଲେ ଭାରତ ସରକାର। ପାକିସ୍ତାନକୁ ରପ୍ତାନି ହେଉଥିବା ସମସ୍ତ ଔଷଧ ଓ ଫାର୍ମା ପ୍ରଡକ୍ଟର ଏକ ବିସ୍ତୃତ ତାଲିକା ତୁରନ୍ତ ପ୍ରକାଶ କରିବାକୁ ସରକାର ଫାର୍ମାସ୍ୟୁଟିକାଲ ଏକ୍ସପର୍ଟ ପ୍ରମୋଶନ କାଉନସିଲ ଫାର୍ମାକ୍ସିଲକୁ କହିଛନ୍ତି।
ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ହମଲା ପରେ ପାକିସ୍ତାନ ସହିତ ବାଣିଜ୍ୟ କାର୍ଯ୍ୟକଳାପର ସମୀକ୍ଷା ଆରମ୍ଭ କରିବା ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ସୂଚନା ଥାଉ କି ପାକିସ୍ତାନ ଆବଶ୍ୟକ କରୁଥିବା ଔଷଧର 40% ଭାରତ ସରକାର ହିଁ ଗ୍ରହଣ କରନ୍ତି। 70% ଭାରତୀୟଙ୍କୁ ଜଣାନାହିଁ ଏଆଇ 31% କାମଚଳା ରିପୋର୍ଟ। ଭାରତର 60% ଲୋକ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ କ'ଣ ଜାଣନ୍ତି ନାହିଁ। 31% ଲୋକ କେବଳ କୌଣସି ଜେନେରେଟିଭ୍ ଏଆଇ ଟୁଲ୍ ହିଁ ବ୍ୟବହାର କରନ୍ତି। ଗୁଗୁଲ ଓ କ୍ୟାଣ୍ଟର ଦ୍ୱାରା କରାଯାଇଥିବା ଅଧ୍ୟୟନରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ଦେଶର 18ଟି ସହର 8,000ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ କରାଯାଇଥିଲା। ତେବେ 77% ଲୋକ ଏଆଇ ସେମାନଙ୍କ ସୃଜନଶୀଳତାକୁ ଉନ୍ନତ କରିବ ବୋଲି ଆଶା ରଖୁଥିବା ଅଧ୍ୟୟନରୁ ଜଣାପଡ଼ିଛି। ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ମାତ୍ର 21 ଦିନରେ କମାଇଲା 70 ଲକ୍ଷ। ଆଇଆର୍ସିଟିସି ଦ୍ୱାରା ପରିଚାଳିତ ଭାରତର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ 80ରୁ 85% ବୁକିଂ ସହ ମାତ୍ର 21 ଦିନରେ 70 ଲକ୍ଷ ଟଙ୍କା ଲାଭ କରିଛି। ଏହା ସହ ଟିକେଟ୍ ସେଲ୍ରେ ମଧ୍ୟ 3.70 କୋଟି ଟଙ୍କା ସଂଗ୍ରହ କରିଛି। ପ୍ରିମିୟମ୍ ସେବା ପ୍ରଦାନ କରି ଏହି ଟ୍ରେନ୍ ଭାରତୀୟ ରେଳବାଇ ଆଧୁନିକୀକରଣ ପ୍ରୟାସରେ ଏକ ପରିବର୍ତ୍ତନ ପାଲଟିଛି। ଆଗକୁ ଏହା ସହ ଆଉ 150ଟି ଘରୋଇ ଟ୍ରେନ୍ ଏବଂ 50ଟି ବିଶ୍ୱସ୍ତରୀୟ ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟାଙ୍କ ଦାଦାଗିରି, ମଞ୍ଚ ଉପରେ ପୋଲିସ ଅଧିକାରୀଙ୍କୁ ଉଠାଇଲେ ହାତ। ମଞ୍ଚ ଉପରେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମେୟା ସମାଲୋଚନାର ଶିକାର ହୋଇଛନ୍ତି। ବେଲଘାଭିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହଠାତ୍ ରାଗିଯିବା ସହ ଏସ୍ପି କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଅନ୍ୟ ଜଣେ ପୋଲିସ ଅଧିକାରୀ ଏହାର ଉତ୍ତର ଦେଉଥିବା ବେଳେ ସେ ଉତ୍କ୍ଷିପ୍ତ ହୋଇ ତାଙ୍କ ଉପରକୁ ହାତ ଉଠାଇବାକୁ ଉଦ୍ୟମ କରିଥିଲେ। ପାଖରେ ଥିବା କର୍ମୀ ବୁଝାସୁଝା କରିବା ପରେ ମୁଖ୍ୟମନ୍ତ୍ରୀ ଶାନ୍ତ ପଡ଼ିଥିଲେ। ସାହିଦ ଆଫ୍ରିଦି ନିଜେ ଉଗ୍ରବାଦ ମାନସିକତା ସହିତ ଜଡ଼ିତ ବୋଲି ଏକ୍ସ-ପାକ୍ କ୍ରିକେଟର କହିଛନ୍ତି ଦାନିଶ କାନେରିଆ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ବିରୋଧରେ ପାକିସ୍ତାନୀ କ୍ରିକେଟର ସାହିଦ ଆଫ୍ରିଦିଙ୍କର ଅଜବ ଦାବିକୁ ସମାଲୋଚନା କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ। ଦାନିଶ କହିଛନ୍ତି ଯେ ସେ ସବୁବେଳେ ଉଗ୍ରବାଦୀ ମାନସିକତା ସହିତ ନିଜକୁ ସାମିଲ ରଖିଛନ୍ତି। ମୋ ମତରେ ତାଙ୍କୁ ଭାରତୀୟ ଟେଲିଭିଜନ କିମ୍ବା ମଞ୍ଚରେ ସୁଯୋଗ ଦିଆଯିବା ଉଚିତ ନୁହେଁ। ସେ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ ଏବଂ ମୋ ସହିତ ଖାଇବାକୁ ମଧ୍ୟ ମନା କରିଥିଲେ। ଆଇପିଏଲର ଦ୍ରୁତତମ ଶତକ ମାରି ଇତିହାସ ରଚିଲେ ବିହାର ପୁଅ ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲରେ ଭାରତୀୟ ଭାବେ ଦ୍ରୁତତମ ଶତକ 35 ବଲରେ ମାରିବାର ରେକର୍ଡ ହାସଲ କରିବା ପରେ ନିଜ ବ୍ୟାଟ୍ରେ ସାଲ୍ୟୁଟ୍ ମାରିଛନ୍ତି ରାଜସ୍ଥାନ ରୟାଲ୍ସର 14 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ବୈଭବ ସେଲିବ୍ରେସନ ବେଳେ ଡଗ୍ଆଉଟ୍ ଆଡ଼କୁ ବ୍ୟାଟ୍ ଧରି ସାଲ୍ୟୁଟ୍ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ତେବେ ତାଙ୍କ ଶତକ ପରେ ଆର୍ଆର୍ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଓ ଅନ୍ୟ ଖେଳାଳି ଛିଡ଼ା ହୋଇ ତାଳି ବଜାଇଥିଲେ। ସୂଚନାଯୋଗ୍ୟ ଆଇପିଏଲ୍ ଇତିହାସରେ ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଶତକ। ପହଲଗାମ ଆତଙ୍କୀ ଆକ୍ରମଣକୁ କାଶ୍ମୀରର 48 ପର୍ଯ୍ୟଟନ ସ୍ଥଳୀ ବନ୍ଦ କଲେ ସରକାର। କାଶ୍ମୀରର ପହଲଗାମ ଆତଙ୍କବାଦୀ ହମଲା ପରେ ସୁରକ୍ଷା ଦୃଷ୍ଟିରୁ ସରକାର କାଶ୍ମୀରର 87 ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ 48ଟିକୁ ସାମୟିକ ଭାବରେ ବନ୍ଦ କରିଛନ୍ତି। ଅନ୍ୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ହୋଇଛି। ବନ୍ଦ ହୋଇଥିବା ପର୍ଯ୍ୟଟନ ସ୍ଥଳ ମଧ୍ୟରେ ୟୁଏସ୍ ମାର୍ଗ ଟଉସ୍ ଓ ମୈଦାନ ଦୁଧ ପଥରୀ ଆହାରବଲ କୌସରନାଗ ବାଙ୍ଗୁସ କାରିୱାନ ବାଙ୍ଗୁସ ଭ୍ୟାଲି ୱଲତାବ ରାମପୋରା ରାଜପୁରା ଚିରହାର ପ୍ରମୁଖ ରହିଛି। 26 ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ କାଶ୍ମୀର ପର୍ଯ୍ୟଟନ ଶିଳ୍ପ ବେଶ୍ ପ୍ରଭାବିତ। ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ବନ୍ଦ ହେବ ବିମାନ ସେବା, କେନ୍ଦ୍ରମନ୍ତ୍ରୀ କେଆର୍ ନାଇଡୁଙ୍କ ବୟାନ। ପାକିସ୍ତାନକୁ ବିମାନ ସେବା ବନ୍ଦ କରାଯିବା ନେଇ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ପାକିସ୍ତାନକୁ ବିମାନ ସେବା ନେଇ ଉପୁଜିଥିବା ପରିସ୍ଥିତିର ସମୀକ୍ଷା କରାଯିବା ସହ ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକ ପଡ଼ିବ ତାହେଲେ ପାକିସ୍ତାନକୁ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ପଦକ୍ଷେପ ନିଆଯିବ। ଆମାଜନ ଲଞ୍ଚ କଲା ନିଜର ପ୍ରଥମ ଇଣ୍ଟରନେଟ୍ ସାଟେଲାଇଟ୍। ଆମାଜନ ପ୍ରୋଜେକ୍ଟ କୁଇପର ମାଧ୍ୟମରେ ନିଜର ପ୍ରଥମ ଇଣ୍ଟରନେଟ୍ ସାଟେଲାଇଟ୍କୁ ଲଞ୍ଚ କରିଛି। ୟୁନାଇଟେଡ୍ ଲଞ୍ଚ ଆଲାଇନ୍ସ ଆଟଲାସ ଭି ରକେଟ୍ ସାହାଯ୍ୟରେ ଏପ୍ରିଲ 29 ଭୋର 4ଟା31ରେ ଫ୍ଲୋରିଡାରୁ 27 ଉପଗ୍ରହ ଲଞ୍ଚ ହୋଇ 630 କିଲୋମିଟର ଉଚ୍ଚରେ ପହଞ୍ଚିଛି। ଏହି ପ୍ରକଳ୍ପ ମାଧ୍ୟମରେ କମ୍ପାନୀ 3000ରୁ ଅଧିକ ସାଟେଲାଇଟ୍ ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ କରିବ। ମୋବାଇଲ ଟାୱାର ବିନା ବିଶ୍ୱର କୋଣ ଅନୁକୋଣରେ ଦ୍ରୁତ ଇଣ୍ଟରନେଟ୍ ପହଞ୍ଚାଇବା ଲାଗି ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି। ଆସନ୍ତା ମେ 2ରୁ ଓଜେଇଇ ପରୀକ୍ଷା ପ୍ରକାଶ ପାଇଲା ବିଜ୍ଞପ୍ତି। ଆସନ୍ତା ମଇ 2 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ହେବାର ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ଭିତରେ 30ଟି ଓ ରାଜ୍ୟ ବାହାରେ 3ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। 8:30ଟାରୁ 10:30ଟା, 12:30ଟାରୁ
2:30 ଏବଂ 4:30ରୁ 6:30 ଯାଏ ଏହି 3ଟି ସିଫ୍ଟରେ ପରୀକ୍ଷା ଚାଲିବ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ କଲେଜର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ। ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀର 1428 କୋଟି ଟଙ୍କା ସମ୍ପତ୍ତି ଜବତ କଲା ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଭୁବନେଶ୍ୱର ଜୋନ୍ ଗୋଲ୍ଡେନ ଲ୍ୟାଣ୍ଡ ଗ୍ରୁପ ଅଫ୍ କମ୍ପାନିଜର 1428 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସାଧାରଣ ଜମାକାରୀଙ୍କୁ ଠକିବା ଅଭିଯୋଗରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଅଫିସିଆଲ ସୂତ୍ର ଅନୁସାରେ ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ 15.06 କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରାୟ 1000 ଏକର ଜମି ଏବଂ ଅନେକ ନିର୍ମାଣାଧୀନ କୋଠା ସାମିଲ ରହିଛି। ପହଲଗାମ ହମଲାର 4 ଦିନ ଆଗରୁ ବେତାବ ଭ୍ୟାଲିରେ ବୁଲୁଥିଲେ ଆତଙ୍କୀ। ଏନ୍ଆଇଏ ହାତରେ କୁନି ଝିଅର ରିଲ୍ସ ଭିଡିଓ। ପହଲଗାମ ହମଲାର 4 ଦିନ ପୂର୍ବରୁ ଆତଙ୍କବାଦୀ ପୂର୍ବାଭାସ କରିଥିବା ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି। ସୂଚନା ମୁତାବକ ବ୍ୟକ୍ତି ଜଣକ କାଶ୍ମୀର ବୁଲିବାକୁ ଆସିଥିବା ବେଳେ ହମଲା ସ୍ଥଳରୁ 6 କିଲୋମିଟର ଦୂରରେ ତାଙ୍କ ଝିଅ ନାଚିବା ବେଳେ ଭିଡିଓ ସୁଟ୍ କରିଥିଲେ। ହମଲା ପରେ ଆତଙ୍କୀଙ୍କ ଫଟୋ ଜାରି ହୋଇଥିବା ବେଳେ ସେ ଭିଡିଓରେ ଥିବା ଆତଙ୍କବାଦୀଙ୍କୁ ଚିହ୍ନି ପାରିଥିଲେ। ତେବେ ସେ ଏହି ଭିଡିଓ ତଦନ୍ତ ପାଇଁ ଏନ୍ଆଇଏକୁ ଦେଇଥିବା କହିଛନ୍ତି। ପୁରୀ ନୀଳାଦ୍ରି ଭକ୍ତନିବାସ ନାଁରେ ନକଲି ୱେବସାଇଟ ଖୋଲି ଠକେଇ। ୟୁପିର 2 ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ପୁରୀର ନୀଳାଦ୍ରି ଭକ୍ତନିବାସ ନାଁରେ ନକଲି ୱେବସାଇଟ କରି ଭକ୍ତଙ୍କଠାରୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ 2 ଜଣଙ୍କୁ ଗିରଫ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗରେ ଆଧାରରେ ଆଗ୍ରାର ଅଂଶୁମାନ ଶର୍ମା ଓ ପ୍ରୟାଗରାଜର ଅରବିନ୍ଦ କୁମାର ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ନକଲି ୱେବସାଇଟ ଖୋଲି ଭକ୍ତଙ୍କୁ ମୋବାଇଲ ନମ୍ବର ଓ ହ୍ୱାଟ୍ସଆପରେ ଯୋଗାଯୋଗ କରୁଥିଲେ। ପରେ ନୀଳାଦ୍ରି ଭକ୍ତ ନିବାସରେ ରହଣି ସୁନିଶ୍ଚିତ କରିବା ନାଁରେ ଅନଲାଇନରେ ଟଙ୍କା ଜମା କରିବାକୁ କହୁଥିଲେ। ହାଇକୋର୍ଟର ଦ୍ୱାରସ୍ଥ ହେଲେ ସୋନାଲି ପଣ୍ଡା। ସ୍ୱାମୀ ବଦନାମ କରୁଥିବା ଅଭିଯୋଗ। ସ୍ୱାମୀ ବଦନାମ କରୁଥିବା ଅଭିଯୋଗରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କିଛି ଦିନ ତଳେ ତୁଳସୀ ଗଣନାଟ୍ୟ ମାଲିକ ପତ୍ନୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ସ୍ୱାମୀ ଶ୍ରୀକ୍ଷେତ୍ର ଅଭିଯୋଗ କରିଥିଲେ। ସୋନାଲିଙ୍କ ଅଭିଯୋଗ ମୁତାବକ ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ସେ ସନ୍ତାନର ମା ହୋଇଥିଲେ। ଗତ 10 ବର୍ଷ ହେଲା ଶ୍ରୀକ୍ଷେତ୍ରଙ୍କ ସହ ତାଙ୍କର ସମ୍ପର୍କ ନାହିଁ ଏବଂ ସେ ଅଲଗା ରହୁଛନ୍ତି। ଗୁଜରାଟ ପୋଲିସ ଉପସ୍ଥିତିରେ ଅବୈଧ ବାଂଲାଦେଶୀ ବସ୍ତି ଭାଙ୍ଗିଲା 50ଟି ବୁଲଡୋଜର। ଗୁଜରାଟରେ ଅବୈଧ ବାଂଲାଦେଶୀ ବସ୍ତିକୁ ଭାଙ୍ଗିଲା 50ଟି ବୁଲଡୋଜର। ନିୟୋଜିତ ଥିଲେ 2000 ପୋଲିସ କର୍ମୀ। ଗୁଜରାଟର ଅହମ୍ମଦାବାଦର ଚାଣ୍ଡଲା ହ୍ରଦ ନିକଟରେ ଥିବା ଅବୈଧ ବସ୍ତିଗୁଡ଼ିକ ଅହମ୍ମଦାବାଦର ମ୍ୟୁନିସିପାଲ କର୍ପୋରେସନ ଭାଙ୍ଗି ଦେଇଛି। ଏଥିରେ ରହୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ ବୋଲି ଜଣାପଡ଼ିଛି। ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ 50ଟି ବୁଲଡୋଜର ଲାଗିଥିବା ବେଳେ 2000 ପୋଲିସ କର୍ମୀ ନିୟୋଜିତ ଥିବା ନେଇ ବରିଷ୍ଠ ଅଧିକାରୀ କହିଛନ୍ତି। ଏଏମସି ଦ୍ୱାରା ସର୍ଭେ ପରେ ଏପରି ବେଆଇନ ଭାବରେ ନିର୍ମାଣ ହୋଇଥିବା ଜଣାପଡ଼ିବାରୁ ବସ୍ତିଗୁଡ଼ିକୁ ଭଙ୍ଗାଯାଇଛି। ପହଲଗାମ ଗଣହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ପାକ୍ ସେନାର ପୂର୍ବତନ କର୍ମଚାରୀ। ପହଲଗାମ ଗଣହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ହାସିମା ମୁସା ପାକିସ୍ତାନ ସେନାର ଜଣେ ପୂର୍ବତନ କର୍ମଚାରୀ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପାକିସ୍ତାନ ସେନାର ସ୍ୱତନ୍ତ୍ର ବାହିନୀରେ ସେ କାର୍ଯ୍ୟ କରୁଥିଲା। ମୁସା ଜଣେ ହାର୍ଡକୋର ଆତଙ୍କବାଦୀ ସହ ପାକିସ୍ତାନୀ ଆତଙ୍କୀ ସଂଗଠନ ଲସ୍କରର ଜଣେ ସଦସ୍ୟ। ଲସ୍କର ମୁସା ସମେତ ଅନ୍ୟ କିଛି ଆତଙ୍କବାଦୀଙ୍କୁ ପର୍ଯ୍ୟଟକ ଏବଂ ସୁରକ୍ଷା କର୍ମୀଙ୍କ ହତ୍ୟା ପାଇଁ ଏକ ସ୍ୱତନ୍ତ୍ର ମିଶନରେ କାଶ୍ମୀର ପଠାଯାଇଥିବା ନେଇ ତଦନ୍ତରୁ ଜଣାପଡ଼ିଛି। 44,000 କୋଟି ଟଙ୍କା ବଢ଼ିଲା ମୁକେଶ ଅମ୍ବାନୀଙ୍କର ସମ୍ପତ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ଏସିଆ ମହାଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଦିନକରେ $5.20 ବିଲିୟନ ଅର୍ଥାତ୍ 44,000 କୋଟି ଟଙ୍କା ବୃଦ୍ଧି ପାଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରରେ ବଡ଼ ଧରଣର ବୃଦ୍ଧି କାରଣରୁ ସମ୍ପତ୍ତି ବଢ଼ିଛି। ଫଳରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ଏବେ 16ତମ ସ୍ଥାନରେ ପହଞ୍ଚିଛନ୍ତି। ଏହାସହ ଏହି ବର୍ଷ ଦେଶରେ ସବୁଠୁ ଅଧିକ ଆୟ କରିଥିବା ବ୍ୟକ୍ତି ପାଲଟିଛନ୍ତି ଅମ୍ବାନୀ।